କହିଲେ ଚଷମା ଦେଇଦେଲି କିଏ କହିବେ ରେ ବାବାଜି କଣ ହେଇଛି ତାପରେ ତମ ଗାମୁଛା ତମକୁ ଦେଇଦେଲି ବାପା ଦେଖ ସମାନ ଜୋଇ ହିସାବର ମୋ ଜିନିଷ ପତ୍ର ତମକୁ ଦେଇଦେଲି ତାପରେ ଲାଞ୍ଜିଆର ତମ ଜୋଇରେ ଯୋଉ ମାନିଆ କମନ ୱାର୍ଡଟାକୁ ସେଇଟାକୁ ପ୍ରାକ୍ଟିସ କରିବାକୁ ହବ ସେଟା କଣ ବୋଇଲେ ତମ ଜୋଇରେ ଯୋଉ ମାନିଆ ୱାର୍ଡଟା ইয়াহু ললিতা ইয়াহু ললিতা আরে না রে চলা সে মো বড় ঝিওটা না ତମେ ତମ ଝିଅ ଆରୁ କିଅଣ ପାଇଁ ଟାଣି ନଉଛ ବୋଇଲେ ଏଇଟା ଶକ୍ତିପାର କପୁର ମାନିଆ ଥିଲା ତାପରେ ତମ ଜୋଇର ମାନିଆ ଏଇଟା ইয়াহୁ ললিতা এটা শক্তি কাপুর মানিয়া মু কইলে চলিব চলিব ইয়াহু ললিতা ତମ ଜୋଇ କେମିତି ଗୋଡ଼ ଦିଟା ଦୋଳି ଦେଇକି ଷ୍ଟ୍ରେଟ୍ ଠିଆ ହେଇ କହୁଛି ইয়াহୁ ললিতা ইয়াহୁ ললিতা আচ্ছা জয়ব মতে যে এই কোট ফট পিঁধেকি ইয়াহু ললিতা কইয়া পাই কହୁଛ ଆଜ୍ଞା যা দ্বারা মতে কোন কিছু মিলিব আপনার মিলিব মানে সিয়াড়ু লোড হয়ে রায়গড় আউছি দিগ পড়িকি ভাইগড় বাড়ি পাখে দিয়ে এমিতি লোড হয়ে আসছে তবে ঘরে জায়গা পাইবনি রক্ষা পাই যে বাপা আହୁରି ଗୋଟେ ଜିନିଷ ରହିଗଲାଣି হইলে ତମ ଜୋଇର ମାର୍କସଟା ରହିଗଲା ପା ଥଣ୍ଡା ପଡୁଛି ଧାନ କଟା କଟି ଯିବାର ଉଠିବେ ରୁହ আজি সা কি জোগাড় রাত্রি পাই দিলে ମୁଁ ନେଇଦେବି ତମକୁ କଣ ହବ କି ଡିସେମ୍ବର ମାସ ହେଲାଣି ବା ও জোগাড় কি হবো ବାପା ମୋ ଜିନିଷ ତମକୁ ଦେଇଦେଲି ଗୋଟେ କାମ କରିବ କଣ? ତମ ଗାମୁଛାଟା ମତେ ଦେଇଦେବ কম করু কি রে ଯୋଗ କରିକି ନିରୋଗ ରହିବି নেলা ଠିକ ଅଛି ମୁଁ ଯୋଗ ଆରମ୍ଭ କରୁଛି ତମେ ତମ ଜୋଇର ମାନିଆଟାକୁ ପ୍ରାକ୍ଟିସ କର ইয়াহୁ ললিতা হ্যাঁ মু প্র্যাকটিস করদেবি ইয়াহু ললিতা ବରହମପୁର ଦିଟା ଲୋକଙ୍କୁ ପତି ମାରି ଯାଇଥିଲି ଆଜି ଫାଷ୍ଟ ରେଟ୍ ପାଖରେ ମୋର ଧରା ପଡ଼ିଗଲା ଆଉ କଳା ଗୋଡ଼େଇଛନ୍ତି ମୋତେ ଆମ୍ବ ଗଡ଼ ପର୍ଯ୍ୟନ୍ତ ତାପରେ ତଳେ ତଳେ ପଡ଼ି ଲାଗିଲି ସିଏ ଯଦି ଲାଞ୍ଜିଆ ପଳେଇ ଆସିଲେ ବାଇଗଣ ବାଡ଼ିକି ଏଣେ ପଦର ଆଡ଼େ ପଳେଇଯିବେ ଏବଂ ଦିଗ ପଡ଼ି ଆଡ଼େ ପଳେଇବେ ଯଦି ଏଠି ଆସିକି ପହଞ୍ଚିଗଲେ ମୁଁ ତ ଲାଞ୍ଜିଆର ମୋ ଶ୍ୱଶୁରକୁ ସିଲେଇ ଦେଇଛି ইয়াহୁ ଲଲିତା ତୁ ଭାବି ପିଲା ବାହାରିକି ବହେ ଡାକି ଦେଇଯିବେ ବାପା ତମେ କାହିଁକି ଲେଟ୍ କରୁଛ ପ୍ରାକ୍ଟିସ କର ইয়াহୁ ଲଲିତା আরে মু কইতেছি বা ইয়াহু ললিতা ବାରମ୍ବାର ପ୍ରାକ୍ଟିସ କର ସେଟା ଅଭ୍ୟାସ ହେଇଯିବ ইয়াহু ললিতা ଆହୁରି ସ୍ପିଡି ইয়াহୁ ললিতা ঝিও দেখি মু বুঝই পাইছি মো মন খুশি করলা ଆହୁରି ଖୁସି କରିଦେବି ତମେ ପ୍ରାକ୍ଟିସ କରୁନ ମୁଁ ଖାଲି ଯୋଗ ଆରମ୍ଭ କରେ ইয়াহু ললিতা ইয়াহୁ ললিতা ইয়াহু ললিতা ମୁଁ ଯୋଗ ଆରମ୍ଭ କରୁଛି ଜୋଇର ମାନିଆଟାକୁ ପ୍ରାକ୍ଟିସ କର ইয়াহୁ ଲଲିତା ইয়াহু ললিতা ইয়াହୁ ଲଲିତା ଏ ସାଙ୍ଗ ସେ ଗଲା ପରେ ଶୁଣିଯିବା ইয়াহু ললিতা ଏଇନ ଶଳା ତୁ ଏଇଠି ତତେ ଖୋଜି ଖୋଜିକା ଆମ ଦୁଇ ଜଣଙ୍କର ଗୋଡ଼ା ହାତ ପୁରା ଘୋଡ଼ା ବିନା ବାହାରିଗଲାଣି ইয়াহୁ ললিতা କଳା ଚାକିରି ଦବ ବୋଲି କହି 50,000 ଟଙ୍କା ନେଲୁ ଏବେ ଧର ଛୁଆ ନଉନୁ ওই ইয়াহু ললিতা আরে সাଙ୍ଗ ମଝିରେ ଚଷମା ପିଲା ଷ୍ଟାଇଲ ଏରା ସେଇ ଶଳା ଆରେ ହଁ ସାଙ୍ଗ ଏ ସେଇ ଲୋକ ସେଇ କୋଟ ସେଇ କ୍ୟାଟ ସେଇ ଚଷମା ଏ ଶଳା ବହୁତ ପିଏଣ୍ଡୁଅ ইয়াহୁ ললিতা କେମିତି ଆଉ ରହିତା କହୁଛୁ ଅନେକ ପାଡ଼ା ପାଇଁ ତାକୁ আরে ପୁଣି ମାଡ଼ ବୁଲାଉଛୁ ପାଡ଼ା ପାଇଁ ସାଙ୍ଗ ସେ ଲୋକ
ମାସିକିଆ ରିଚାର୍ଜ କରୁଥିଲେ ଇଏ ପୁରା ବର୍ଷିକିଆ ରିଚାର୍ଜ କରୁଥିଲେ। ବାପା ତମର ସିନା ବର୍ଷିକା ରିଚାର୍ଜ ହେଇଗଲା ହେଲେ ମୁଁ ଏବେ ଭାବୁଛି ତମ ଜ୍ୱାଇଁଙ୍କ ଅବସ୍ଥା କଣ ହେଇଥିବ। ইয়াহু ললিতা আলো ললিতা আলো বঙ্গলতা তু লুকা পতা খনে মর ধরিছা ললিতা আলো বঙ্গলতা আইছি অধিক বিদিতি কম আইছি অধিক বিদিতি কম গোলাপি চড়ি আইছা তু ব্লাক দিনাই দিকে রখিতা ললিতা ললিতা ইয়াহু তো মা ঘড়িটা ইয়াহু ললিতা এই, কাଇଁ ସେମିତି ହଉଛ? ଆଁ? ମୋ ବାପା ତ ବର୍ଷିକା ରିଚାର୍ଜ ହେଇଯାଇଛି ତମର ଏମିତି ଅବସ୍ଥା କଣ ପେଟି ପେଟି ମୁଣ୍ଡି ଯାଇଛନ୍ତି। ତତେ କେମିତି କହିବି କହଲୋ ଝିଅ ଏ ଲାଞ୍ଜିଆ ମାଡ଼କୁ ମୋର ପ୍ରବଳ ଭୟ ইয়াহୁ ଲଳିତା କଣ କହିବି ତମ ବାପାଙ୍କର ସିନା ବର୍ଷିକା ରିଚାର୍ଜ ହେଇଥିଲା ମୋର ଏ ବରହମପୁର ପୁରା ଲାଇଫ୍ ଟାଇମ୍ ରିଚାର୍ଜ ହେଇଗଲା ଏମିତି? ଇଏ ଟୋକାମାନେ ମତେ ଏଠୁ ଗୋଡ଼େଇ ଗୋଡ଼େଇ ନେଇକି ଚାଲିଗଲେ ତମେ ବିଶ୍ୱାସ କରିବନି ବାଲିପତ୍ର ପାଖରେ ମାଡ଼ି ବସିକି ବହେ ମାଇଲେ ମାଇଲେ ମନର ମୋର ଦୁଃଖ ନଥିଲା ଭାବିଲେ ଲାଇଫ୍ ଟାଇମ୍ ରିଚାର୍ଜ ହେଲେ ବରହମପୁର ମାଡ଼ ଖାଇବା ପାଇଁ ପଡେ କିନ୍ତୁ ମୋ ମନଟା ଏତିକି ଦୁଃଖ ଯେ ସେ ମାଡ଼ ମାରିବା ଭିତରେ ତମ ବାପାଙ୍କ ପାଖରୁ ଯୋଉ ଗାମୁଛାଟା ନେଇକି ଯାଇଥିଲି ଯୋଗ କରୁଥିଲି ଡ୍ରେନ୍ରେ ପକେଇକି ମାରିଲା ବେଳେ ସେ ଗାମୁଛାଟା ଖୋଲି ନେଇ ଚାଲିଗଲେ ଶେଷରେ ଏ ଲାଞ୍ଜିଆର ପାଟି ଦୋକାନ ପେଟିଟା ମୋ ଇଜ୍ଜତ ବଞ୍ଚେଇଲା ইয়াহୁ ଲଳିତା ଆରେ କାଇଁ ସେମିତି ଗୋଟେ ହଉଥିବ ୟାହୁ ଲଳିତା ଲଳିତା। ইয়াহୁ ଲଳିତା ହଁ ପୁଣି କହିଲ ଜାଣିଥିଲେ ବାପାଙ୍କ କଥା ତମ ମା ଭଉଣୀ କି ସଦିଏ ତମକୁ ଭଲ ଲାଗିବ। ইয়াহୁ ଲଳିତା ଆରେ ପୁଣି ତା କଷ୍ଟ ইয়াহু ଲଳିତା ମତେ ମାଡ଼ କରିବେ ବୋଲି ମନ ଚାଲିଲା ମତେ ଆଉ ଦିନ ଭଲ ପିଲା କାହିଁକି ଏତେ ମାଡ଼ କରିବେ ବାବା କାହିଁକି ରାଗୁଛ କାହା ପାଇଁ ମାଡ଼ ଖାଇଲ ତମରି ପାଇଁ କାହା ପାଇଁ କଣ ପଚାରୁଛ? ତୋଇ ପାଇଁ ମାଡ଼ ଖାଇଛନ୍ତି ତ ବାପା ଲାଞ୍ଜିଆ ରାମେଶ୍ୱର ଯାତ୍ରା ପଡ଼ିଆ ପାଖରେ ଘର କରିଛ ଘର କାହାକୁ କରିବ ପର ତମେ ଯେତିକି ମାଡ଼ ଖାଇଛ ଗୋଟେ ଦିନ ଏମିତି ଖାଇବା ପିଇବା କରିବି ଏରିଆ ସାରା ପୁରା ଭସେଇ ଦେବି ଖାଅ ଆଉ ଭସାନି ଆଉ? ପାନ ଖଣ୍ଡେ ଖାଇବା ପାଇଁ ଯିବ ପାନି ଅଣ୍ଡାଉଛି ହଁ। ସିଏ ପୁଣି ଖାଇବା ପିଇବା ବାପାଙ୍କୁ ଭସେଇବା ଭାଇ ଲଜ୍ଜା ଲାଗୁନି ଏ କଥା କହୁଛ ଲଜ୍ଜା। କାହିଁକି କାହିଁକି ଲଜ୍ଜା ମାଡ଼ିବ ବାପା ইয়াহୁ ଲଳିତା ତା କଥା ତମେ ଧରନି ଜୋଇ ପାଇଁ ଯେତିକି ମାଡ଼ ଖାଇଛ ମୁଁ ବାପା କଥା ଦେଲି ଫାଷ୍ଟ ଗେଟ୍ ପାଖରୁ ଏମିତିକି ଦିଗ ପହଣ୍ଡି ପର୍ଯ୍ୟନ୍ତ ଏରିଆ ସାରା ଯେତିକି ଲୋକ ଅଛନ୍ତି ଏ ଲାଞ୍ଜିଆ ଉପର ସେଇ ରଭାଇ ନା ଆସିବ ରୋଷେଇ କରିବ ବାପା ରଭାଇ ଭାତଟେ ରାନ୍ଧିବ ଡାଲିଟେ କରିବ ଭାତଟେ ରାନ୍ଧିବ ଡାଲିଟେ କରିବ ଭାତଟେ ହବ ଡାଲିଟେ ହବ ଖଟାଟେ ହବ ଭାତଟେ ହବ ଡାଲିଟେ ହବ ଖଟାଟେ ହବ ଘାଣ୍ଟଟେ ହବ ଭାତଟେ ଡାଲିଟେ ଖଟାଟେ ଘାଣ୍ଟଟେ ମାଛ ଝୋଳଟେ ହବ ବାରଟେ ହବ ଏଇ ଆହୁ ଇଏ ଲାଗୁଛ ଆଉ ନା ରାଗିବେ କାହିଁକି ତମ ଦେହରେ ଚନ୍ଦନ ଘଷିବେ ମାଡ଼ ଖାଇ ତମ ବାପାଙ୍କ ଦରବାରେ କରିସାରିଲେଣି ସେତେ ପୁଣି କହୁଛ ତମେ ରାଗୁଛ କାହିଁକି ଅନେଇଲ ତମ ଭଳିଆ ଘର ଦିଅ ସ୍ୱାମୀ ମୋ ଦରକାର ନାହିଁ ବାହାରେ ଯାଅ ଭଲରେ କହୁଛି ଏ ଘରୁ ବାହାରେ ଯାଅ। ଆମ କଥା ଶୁଣ ଇ ଆହୁ ଲଳିତା କଣ ଏତେ ଦୁର୍ଗନ୍ଧ ହଉଛ ବରହମପୁର ଏରିଆ ପାଣିଟା ବନ୍ଦ ହଉଛି ମୁଁ କଣ କରିବି ଅಯ್ୟ ଠକ ସ୍ୱାମୀ ଆମ ଇଜ୍ଜତ ହଟାଇ ଦେଲ ଆଇ ଆସି ବୋଲି ମିଛରେ ପରିଚୟ ଦେଇ ତମେ ଲୋକ ପାଖରୁ ଟଙ୍କା ଲୁଟୁଛ ସେଥିରେ ପୁଣି କହୁଛ କଣ ନା କଣ ଚାକିରି କରେଇଦେବା ତମ ଚାକିରି କରେଇଦେବା ମୁଣ୍ଡ ଅନେଇଲ ଭଲରେ କହୁଛି ବାହାରେ ଯାଅ ଘରୁ ତା ନହେଲେ ସ୍ୱାମୀ ଫାମୀ କିଛି ମାନିବିନି ଗଳାରେ ଧକ୍କା ଦେଇକି ଘରୁ ବାହାର କରିଦେବ। ନା ନା ବାପା ମୁଁ ଲାଞ୍ଜିଆ ଛାଡ଼ିକି ଜମା ଯିବିନି ମାର ମାତାକୁ ଇଚ୍ଛା କଲା ସେ ପଳେଇଲେ ମତେ ମଦ ଯୋଗେଇ ଫାଷ୍ଟ ଗେଟ୍ କିଛି ତାର ମୋ ଭାଗ୍ୟରେ ଯାହା ଥିଲା ଘଟିଗଲା ମୁଁ କଣ ନୂଆ ମାଡ଼ ଖାଉଥିଲି ଆଉ ସେ ବିଚରା ଖର୍ଚ୍ଚ କୁଆଡ଼େ ଯିବ ତାକୁ ବିଦା କରିଦଉ ସେ ଖାଉଥା ଖାଆନ୍ତୁ ମୁଁ କଣ ମନା କରୁଛି କି ହେଲେ ଆଜିଠାରୁ ମୁଁ ତାଙ୍କ ମୁହଁ ଚାହିଁବିନି କି ତାଙ୍କ ପାଖ ବସିବିନି ଆଜିଠାରୁ ତମ ରୁମ ଅଲଗା ମୋ ରୁମ ଅଲଗା ତମ ବିଛଣା ଅଲଗା ମୋ ବିଛଣା ଅଲଗା। ଏଇ ଟିକେ ଧୈର୍ଯ୍ୟ ଧର ଚାଲିଲାଣି ବା ଡିସେମ୍ବର ନିଜ କାମ ଏଠି ନିଜେ କର ଯାହା କରୁଛ କର ଶୀତ ଦିନରେ ରୁମ୍ ଅଲଗା କର ବିଛଣା ଅଲଗା କର ଏକ୍ସକ୍ୟୁଜ ମି ରୁମ ଅଲଗା ବିଛଣା ଅଲଗା କରିଦେଲେ ମରିଯିବ ଆଉ ନା ଆଉ ତମ ପାଖରେ ସ୍ୱାମୀ କଣ ଠକ ଛୁଆ ଜନ୍ମ କରିବି ଅନେଇଲ ଗୁହକୁ ପଛ ଅନେଇବି ତମର ସେ ମାଙ୍କଡ ମୁହଁଟାକୁ ମୁଁ ଆଜିଠାରୁ ଅନେଇବି ଏଇ ଦେଖ ଏଇ ପଡ଼ିଲା କଣ୍ଢିରେ ଗଣ୍ଠି ଗଣ୍ଠି ମାରିଲେ ତ ଖୁସି ଲାଗୁଛି ଆଉ ଏଇ ইয়াহୁ ଲଳିତା ଜମା ମୋ ପଛରେ ଉଠିଯିବନି ଚିଞ୍ଚ ନା ମୁଁ କା ଝିଅ ତିନକା ମାଟି ଝିଅ ଲଳିତା ଉପରେ ଚଢେଇ ପକେଇ ଚିଞ୍ଚ ইয়াহୁ